ବର୍ଷା ପାଗକୁ ଦେଖିବେ କିଛି ଗରମ ଗରମ ଖାଇବାକୁ ଯଦି ମିଳିଯାଏ ନା ତାର ମଜା କିଛି ଅଲଗା ଥାଏ। ଆଜି ଆମେ ପ୍ରସ୍ତୁତ କରିବା ଆଳୁ ପରଟା। ଅତି ସରଳ ଉପାୟରେ ପ୍ରସ୍ତୁତ କରିବା। ପୁଣି ଦେଖନ୍ତୁ କେତେ ସ୍ମୁଥ୍ ବି ରହିବ ନା, ଆପଣମାନେ ଦେଖି ହିଁ ଜାଣିପାରୁଥିବେ ପୁରାପୁରି ତୋଳା ପରି ନରମ ରେସିପିଟି ବନିକି ରେଡ଼ି ହେବ ଆଉ ଇଜି ପ୍ରୋସେସରେ ପ୍ରସ୍ତୁତ କରିବା। ତ ଚାଲନ୍ତୁ ଲେଟ୍ ନ କରି ରେସିପିଟି ଆଜି ଆମେ ପ୍ରସ୍ତୁତ କରିବା। ନମସ୍କାର, ଜୟ ଜଗନ୍ନାଥ ଫ୍ରେଣ୍ଡ, ଜିଲି କୁକିଂକୁ ଆପଣମାନଙ୍କୁ ଅନେକ ଅନେକ ସ୍ୱାଗତ। ପ୍ରଥମେ କିଛି ଆଳୁ ନେବା। ଏଇଠି ମୁଁ ଆଳୁକୁ ସିଝେଇକି ନେଇଛି। ଆପଣମାନେ କଞ୍ଚା ଆଳୁରେ ବି ଏଇ ପରଟାଟି ପ୍ରସ୍ତୁତ କରିବେ ନା, ବହୁତ ସ୍ୱାଦିଷ୍ଟ ଲାଗେ। ତ ଆଳୁରେ ଦେଖନ୍ତୁ ଚୋପାକୁ ଏଠି ମୁଁ ବାହାର କରିଦେଇଛି। ତ ଗୋଟେ ଆମେ ଆଳୁ ମେସର ନେବା, ତା ସାହାଯ୍ୟରେ ଆମେ ଭଲସେ ଟିକେ ଦେଖନ୍ତୁ ଏଇଭଳି ପ୍ରୋସେସ୍ ଟିକେ ଚକଟି ଦେବା। ତ ଆପଣମାନେ ଚାହିଁଲେ ଗ୍ରେଟର ସାହାଯ୍ୟରେ ବି ଗ୍ରେଟ୍ କରିପାରିବେ। ଧ୍ୟାନ ରଖିବେ ଯେମିତି ଆଳୁ ଗୁଡ଼ାକ ଗୋଟା ରହିବନି, ପୁରାପୁରି ଚକଟି ଯିବ। ତ ସେଇଭଳି ପ୍ରୋସେସ୍ରେ ଟିକେ ଚକୁଟି ଦେବେ। ହାତ ସାହାଯ୍ୟରେ ବି ଚାହିଁଲେ ଚକୁଟି ପାରିବେ ଏଠି। ତ ଦେଖନ୍ତୁ ଏଇଭଳି ପ୍ରୋସେସ୍ରେ ଟିକେ ଆମେ ଭଲସେ ଟିକେ ଚକୁଟି ଦେବା। ଚକୁଟି ସାରିବା ପରେ ଆମେ ସେଥିରେ ଏଡ଼୍ କରିଦେବା ଫ୍ଲେଭର୍, ଯେମିତି ବହୁତ ବଢ଼ିଆ ଆସିବ, ଖାଇବାକୁ ଯେମିତି ସ୍ୱାଦିଷ୍ଟ ଲାଗିବ। ଦେଖିବେ ଏଇ ଆଳୁ ପରଟା ଆଗରେ ସବୁ ଆଳୁ ପରଟା ଲାଗିବ ଫିକା, ଆଉ ତରକାରୀ ବି ବିଲକୁଲ ଦରକାର ନାହିଁ। ବହୁତ ସ୍ମୁଥ୍ ମାନେ ଏଇ ଆଳୁ ପରଟା ରେସିପିଟି। ଆପଣମାନେ ଏଇ ଆଳୁ ପରଟାଟି ଥରେ ବନାନ୍ତୁ, ଦେଖିବେ ଆକୁ 2 ଘଣ୍ଟା ପରେ ବି ଖାଇବେ ନା, ସେଇଭଳି ହିଁ ପୁରା ସ୍ମୁଥ୍ ରହିବ, ଯେମିତିକି ଫ୍ରେଶ୍ ଆମେ ବନେଇଥିଲେ ଥିଲା। ତ ପୁଣି ଥରେ ଆମେ ଦେଇଦେବା ସ୍ୱାଦ ଅନୁସାରେ ଲୁଣ, ଅଳ୍ପ ଟିକେ ହଳଦୀ ଗୁଣ୍ଡ ଏଡ଼୍ କରିବା, ଆଉ ଅଳ୍ପ ଟିକେ ରିଫାଇନ୍ ତେଲ ଏଡ଼୍ କରିବା। ରିଫାଇନ୍ ତେଲ ବଦଳରେ ଆପଣମାନେ ଘିଅ ବି ଏଠି ଏଡ଼୍ କରିପାରିବେ। ତ ପୁଣି ଥରେ ଆମେ ଭଲସେ ହାତ ସାହାଯ୍ୟରେ ନା ଆକୁ ମିକ୍ସ କରିଦେବା, ଯେମିତିକି ଲୁଣ ହଳଦୀ ସବୁ ଯେମିତି ମିକ୍ସ ହେଇଯିବ। ତ ଫୁଲ୍ ଭିଡ଼ିଓକୁ ୱାଚ୍ କରନ୍ତୁ, ଜାଣିପାରିବେ କେମିତି କ'ଣ ବନୁଛି। ଘରେ ଇଜିଲି ପୁରା ପ୍ରସ୍ତୁତ କରିପାରିବେ। ବିନା ଝଞ୍ଝଟରେ ଆଜି ଆମେ ଆଳୁ ପରଟା ପ୍ରସ୍ତୁତ କରିବା। ତ ଦେଖନ୍ତୁ ପୁରା ନୂଆ ଶୈଳୀରେ ପ୍ରସ୍ତୁତ ହେବ। ତ ଆଳୁକୁ ଆମେ ଭଲସେ ଟିକେ ଚକୁଡ଼ି ଦେବା। ଚକୁଡ଼ି ସାରିବା ପରେ ଆମେ ସେଇଥିରେ ଏଡ଼୍ କରିଦେବା ଅଟା। ଅଟା ଗୋଟେ ଥରେ ସବୁତକ ଏଡ଼୍ କରିବାନି, ଯେତିକି ଆଳୁକୁ ଆମର ଅଟା ଦରକାର, ଟିକେ ଯେମିତି ରୁଟି ଚକୁଡ଼ିଲା ଭଳିଆ ଡୋ ହେଇଥିବା ଦରକାର। ତ ସେଇଭଳି ପ୍ରୋସେସ୍ ପର୍ଯ୍ୟନ୍ତ ହିଁ ଆମେ ଅଟାକୁ ସେଇଥିରେ ଏଡ଼୍ କରିବା। ଏଇଥିରେ ଆମେ ବିଲକୁଲ ବି ପାଣି ଏଡ଼୍ କରିବାନି, ଯେହେତୁ ଆଳୁରେ ମଏଶ୍ଚରାଇଜର୍ ଥାଏ। ତ ଏବେ ଆମେ ହାତ ସାହାଯ୍ୟରେ ଏଇଭଳି ପ୍ରୋସେସ୍ ଟିକେ ମିକ୍ସ କରୁଥିବା, ଆଉ ଅଳ୍ପ ଅଳ୍ପ ଅଟା ଟିକେ ପକାଉଥିବା ସେଥିରେ। ଦେଖନ୍ତୁ ଡୋଟି ଅଧିକ ହାର୍ଡ଼ ନାହିଁ କି ଅଧିକ ସଫ୍ଟ ନାହିଁ, ସେଇଭଳି ଗୋଟେ ଡୋ ବନିକି ଆମର ରେଡ଼ି ହେଇସାରିଛି। ଆଉ ଦେଖନ୍ତୁ ଯେହେତୁ ଆମେ ଗୋଟେ ଗିନା ଅଟା ନେଇଥିଲେ, ତ ଅଳ୍ପ ଟିକେ ଅଟା ଆମର ଅଛି, ତାକୁ ଆମେ ଏବେ ସାଇଡ଼ରେ ରଖିଦେବା। ତ ଏବେ ଚାଲନ୍ତୁ ଆକୁ ଆମେ ଛୋଟ ଛୋଟ ପୁରା ବଲ୍ସ ବନେଇଦେବା। ଯେତିକି ବଡ଼ ସାଇଜ୍ରେ ଆପଣମାନେ ଆଳୁ ପରଟା ବନେଇବାକୁ ଚାହିଁବେ, ସେତିକି ବଡ଼ ସାଇଜ୍ର ଏଠି ତାକୁ ଗୋଲାକାର ସେପ୍ ଦେଇଦେବେ। ତ ଦେଖନ୍ତୁ କେତେ ଇଜି ନା ଆଳୁ ପରଟା ବନେଇବାଟା। ପୁରା 5ରୁ 10 ମିନିଟ୍ରେ ଆପଣମାନେ ବନେଇକି ରେଡ଼ି କରିପାରିବେ। ଅତି ସରଳ ଉପାୟରେ ପୁଣି ବନେଇକି ରେଡ଼ି ହେବ। ଆଉ ଦେଖିବେ ଆକୁ ତରକାରୀ ବି ବିଲକୁଲ ଦରକାର ନାହିଁ, ଏତେ ସ୍ୱାଦିଷ୍ଟ ବି ଲାଗେ। ତ ଆପଣମାନେ ଥରେ ତରିକାରେ ବନାନ୍ତୁ, ଦେଖିବେ ସବୁବେଳେ ଏଇଭଳି ହିଁ ପ୍ରୋସେସ୍ରେ ଆଳୁ ପରଟା ବନେଇ ଖାଇବାକୁ ପସନ୍ଦ କରିବେ। ତ ଦେଖିବେ ଛୁଆମାନଙ୍କ ଟିଫିନ୍ ବକ୍ସରେ ବି ଯଦି ଦେବେ, ସକାଳର ବ୍ୟସ୍ତତା ଭିତରେ ଯଦି ଏଇ ଆଳୁ ପରଟା ରେସିପିଟି ଆପଣମାନେ ଘରେ ଯଦି ପ୍ରସ୍ତୁତ କରୁଛନ୍ତି ନା, ଦେଖିବେ ତରକାରୀ ଏଥିରେ ବିଲକୁଲ ଦରକାର ନାହିଁ। ଯଦି ଆପଣମାନେ ସାଇଡ଼ରୁ ଖାଇବେ, ତାହେଲେ ଦେଖିବେ ଦହି ସହିତ ବି ଖାଇପାରିବେ, ଏମିତିରେ ଆଚାର ସହିତ ବି ଖାଇପାରିବେ। ନହେଲେ ଏଇସବୁ ଜିନିଷ ବି ସ୍କିପ୍ କରି କେବଳ ହିଁ ଏ ପରଟା ଖାଇବେ ନା, ଏତେ ସ୍ୱାଦିଷ୍ଟ ଲାଗେ। ଆପଣମାନେ ନିଶ୍ଚୟ ଟ୍ରାଏ କରନ୍ତୁ। କମେଣ୍ଟ ବକ୍ସରେ ମୋତେ କମେଣ୍ଟ କରନ୍ତୁ କେମିତି କ'ଣ ଲାଗିଲା। ତ ଏବେ ଆମେ ଗୋଲାକାର ସେପ୍ ଦେଇଦେବା। ଗୋଲାକାର ସେପ୍ ଦେଇସାରିବା ପରେ ଅଳ୍ପ ଅଳ୍ପ ସେଇଥିରେ ଏଡ଼୍ କରିଦେବା ଅଟାକୁ। ଅଟାକୁ ଏଡ଼୍ କରିକିରି ଆମେ କ'ଣ କରିବା, ଯେମିତି ରୁଟି ବେଲୁଛନ୍ତି ସେଇଭଳି ହିଁ ପ୍ରୋସେସ୍ରେ ଆମେ ବେଲିକିରି ଏବେ ରେଡ଼ି କରିବା। ତ ଦେଖନ୍ତୁ ଚାରି ସାଇଡ଼୍ ପୁରା ଟିକେ ଟିକେ ଘୁମେଇ ଘୁମେଇ ଏଇଭଳି ବେଲି ଦେବେ। ଯଦି ଦେଖିବେ ଅଧିକ ମାନେ ଯଦି ଚିପକି ଯାଉଛି କି ବେଲଣା ବାଡ଼ିକୁ, ତାହେଲେ ଅଳ୍ପ ଟିକେ ତା ଉପରେ ଅଟାକୁ ଏଡ଼୍ କରିବେ। ତ ଆପଣମାନେ ଦେଖିବେ ଯଦି ଅଧିକ ଅଟାରେ ବନେଇବାକୁ ଚାହୁଁଛନ୍ତି, ଆଳୁ କମ୍ ଏଡ଼୍ କରିବାକୁ ଚାହୁଁଛନ୍ତି, ତାହେଲେ ଅଳ୍ପ ଟିକେ ପାଣି ବି ଛିଞ୍ଚିକିରି ବି ଚକୁଟି ପାରିବେ ଅଟାକୁ ଏଠି। ତ ଦେଖନ୍ତୁ ଏଠି ମୁଁ ଗୋଲାକାର ସେପ୍ ଦେଇସାରିଛି। ଆଉ ଦେଖନ୍ତୁ ଯେମିତି ରୁଟି ପାଇଁ ବେଲୁଛନ୍ତି, ମୁଁ ସେମ୍ ପ୍ରୋସେସ୍ରେ ହିଁ ବେଲିକି ରେଡ଼ି କରିଛି। ଆଉ ଛୋଟ ଛୋଟ ଦେଖନ୍ତୁ ଏଠି ପୁରା କଞ୍ଚା ଲଙ୍କା ଗୁଡ଼ା ବି ଦେଖାହେଉଛି, ଆଉ ବହୁତ ସ୍ୱାଦିଷ୍ଟ ବି ଲାଗେ। ଆଉ ଦେଖିବେ ଦେଖିବାକୁ ବି ବହୁତ ସୁନ୍ଦର ଦେଖାହେଉଥିଲା। ଲାଇଟିଂ ପାଇଁ ଆପଣମାନଙ୍କୁ ପ୍ରପର୍ଲି କଲର୍ ଦେଖାହେଉନି, କିନ୍ତୁ ବହୁତ ବଢ଼ିଆ କଲର୍ ବି ଆସି, ଯେହେତୁ କଲର୍ ପାଇଁ ଆମେ ହଳଦୀ ଏଡ଼୍ କରିଛନ୍ତି। ତ ଏଇଠି ଆମେ ଗୋଟେ ତାୱା ନେବା। ତାୱା ଉପରେ ଏଡ଼୍ କରିଦେବା ଆମେ ତେଲ ଗ୍ରୀସ୍ କରିଦେବା। ତେଲ ବଦଳରେ ଆପଣମାନେ ଏଠି ଘିଅରେ ବି ବନେଇ ପାରିବେ। ଯେହେତୁ ଆମେ ବିନା ପିଆଜ ରସୁଣର ପ୍ରସ୍ତୁତ କରୁଛନ୍ତି, ବିନା ପିଆଜ ରସୁଣରେ ବି ବହୁତ ସ୍ୱାଦିଷ୍ଟ ଲାଗେ। ଆପଣମାନେ ଯଦି ପିଆଜ ରସୁଣ ଖାଇବାକୁ ପସନ୍ଦ କରନ୍ତି, ତାହେଲେ ଯେତେବେଳେ ଆମେ କଞ୍ଚା ଲଙ୍କା ଏଡ଼୍ କଲେ ସେଇ ସମୟରେ ରସୁଣ ପେଷ୍ଟ ବି ଏଡ଼୍ କରିପାରିବେ। ତ ପିଆଜ ଗ୍ରେଟ୍ କରିବି ଏଡ଼୍ କରିପାରିବେ।
तो एबे आमे सेथिरे ऐड करदेबा आलू परोटा को ऐड करी तावारे एई समय आमे गैस आंच उपर मीडियम फ्लेम में रखिबा। गोटे साइड टिके फ्राई हेबा देबा, गोटे साइड टिके फ्राई हो सारिबा परे आमे पुणी थरे उल्टे देबा आ ब्रश साहाଯ୍य टिके तेल को ग्रीस करबा। तो देखंतु केते बढ़िया हमर आलू परोटा बनिकी पूरा रेडी हो सारा। तो 10 मिनट रे आपण माने बनेकी रेडी करि परिबे। बहुत तुला बड़ी नरम पूरा रहइबो, खाया भी बहुत टेस्टी लागिबो। आ देखंतु कलर भी बहुत बढ़िया आछि। पाखरु भी देखौछि, देखंतु केते सुंदर देखाउछि। तो आपण माने एई तरीकारे घरे निश्चय ट्राई करंतु। केमति लागिला कोन मते कमेंट बॉक्स रे कमेंट करंतु। देखंतु एठी हमर वर्षा होछि जे ए वर्षा पागरे भाबंतु गरम गरम जदि आलू परोटा खाइबारे मिलिले ना किछि मजा अलगा। तो आपण माने निश्चय ए वर्षा पागरे बनांतु। देखिबे घरे भी समस्ते पसंद करिवे। आ देखिबे जेकोनोसी पर्वपर्वाणी रे भी आपण माने एई रेसिपी प्रस्तुत करि परिबे। जेहेतु एबे श्रावण मास चलछि, तो आपण माने जदि टिफिन राति रे खांती तो निश्चय ट्राई करंतु। तो देखंतु आ गोटे भी बनिकी रेडी हो सारानी। तो जेहेतु मो पुओ किछि गरम गरम चटपटा खाइबा पई मते कहला, तो कहला ना माँ गरम गरम माने जेहेतु वर्षा होछि आलू परोटा प्रस्तुत करंतु खाइबा। तो मु तार डिमांड रे आलू परोटा रेसिपी जेहेतु प्रस्तुत कली, मु भाबिली आपण माने भी शेयर कर देबी। तो देखंतु केते पूरा सॉफ्ट बनिछि, जेमिति चकुली सॉफ्ट बने ना सेही भली ही प्रोसेस रे बनिकी रेडी हिछि आलू परोटा। केते स्मूथ देखंतु आपण माने देखि ही जानि पड़थुवे केते कौलिया अछि। आ पाटी रे ऐड करू करू मिलै जिवो, एते टेस्टी भी लागिवो आ पुणी एते पूरा सॉफ्ट भी बनिछि। तो आपण माने घरे निश्चय ट्राई करंतु। जदि आपण मानको वीडियो टी पसंद आसीबो सांग मानको शेयर करंतु, लाइक करंतु। चैनल रे जदि नुआ अछंती चैनल को मोर सब्सक्राइब कर दियंतु, बेल आइकन क्लिक कर दियंतु, जहाँ फल रे मोर सब वीडियो नोटिफिकेशन प्रथमे आपण मानको पहुँचीबो। मु एमती एजी जी वीडियो नहीं आसीबी, आपण माने देखिरी घरे निश्चय ट्राई करंतु। देखंतु मु एठी सब आलू परोटा को एबेल प्रोसेस टी फोल्डिंग कर देली। पुणी देखंतु एठी मु बनेछि मिक्स घांटा तरकारी गोटे बनेछि, पुणी बिना पियाज रसुन रे प्रस्तुत करछि। जेहेतु एबे श्रावण मास चलछि, देखियो टिफिन सहित बिना पियाज रसुन खाइबा बहुत बढ़िया लागे। तो ସେଥିପାଇଁ ମୁଁ ଆଜି ବିନା ପିଆଜ ରସୁଣର ହିଁ ଆଳୁ ମଟର ବାଇଗଣ ସବୁ ମିକ୍ସ କରି ଗୋଟେ ଘାଣ୍ଟ ବନେଇଛି। ଆପଣମାନେ ପିଆଜ ରସୁଣରେ ବି ଖାଇପାରିବେ, ଏମିତିରେ ବି ଦେଖିବେ ବିନା ପିଆଜ ରସୁଣର ବନେଇକିରି ବି ଖାଇପାରିବେ। ତ ଆପଣମାନେ ଘରେ ନିଶ୍ଚୟ ଟ୍ରାଏ କରନ୍ତୁ। କେମିତି ଲାଗିଲା କ'ଣ ମୋତେ କମେଣ୍ଟ ବକ୍ସରେ କମେଣ୍ଟ କରନ୍ତୁ। फेसबुक पेज देखुंत ताहले फेसबुक पेज मोर फॉलो करंतु। इंस्टाग्राम रे देखुंत ना फॉलो करने को जमार भूलतुनि। तो देखंतु फाइनली हमर इजी प्रोसेस रे बनिकी रेडी हो सारा आलू परोटा। तो आपण मानु खंड करी भी देखै दोछि, देखंतु केते सॉफ्ट बनिछि। जेमिति कि माने अटा चकुली आपण माने तो बनै खाइथिबे, से अटा चकुली परि ही नरम अछि पूरा। तो ता सहित देखंतु मिक्स घांट तरकारी। तो आपण माने भी ट्राई करंतु। आ को जिल्लारू देखुछन्ती ना मते निश्चय कमेंट माध्यम रे जणांतु। मते भी खुशी लागियो मो वीडियो केदुरु पर्यंत पहुँचुछि। तो आपण माने निश्चय ट्राई करिवे। से पर्यंत रहुछि, पुणी एक नुआ रेसिपी नहीं आसबि। नमस्कार, जय जगन्नाथ।